साहित्य संसद तरफ आम सख्यर संदेश नहीं आसी आपण पाखक ये पहुँचला पर लगे आम समस्ते आगुरी परिचित थे खाली संपर्क को दोहराऊे भितर परस्पर सहित मिशी निज को आउ थे जनाऊे साहित्य से कथा ही कहे साहित्य केवल शब्द जोड़े नहीं खाली संपर्क को जोड़े नहीं साहित्य आत्मजिज्ञासा करे एवं समन्वित करे समस्त को बंधु भाव समय समयांतर पसरी जाए से संपर्क को नहीं आम मैंने आसलु आपण मैंने आमको पुष्पगुच्छ देवे से पुष्पगुच्छ देखिली निबिड़ हार्दिक संपर्क कथा सबू शुद्ध बगीचा संग्रह किसी बजार आसनी भितर निजर अनाबिल प्रेमर कथा ही आपण मैंने गोटे गोटे कर परिचय देला बेले मुझे देखुली आपण मान भितर से संपर्कर गाथा किसी बाहुल्य नहीं किसी बड़पण नहीं आत्म प्रचार कौन प्रकार कामना नहीं खाली जमी कहते महासमुद्र में बिंदुटी मिशी जबार आकांक्षा रही बोधे ये आकांक्षा भितर जीवन थाए से जीवन को नहीं साहित्य सृष्टि हुए से कारण जो मैंने साहित्य करती साहित्य सहित संपर्कित होती साहित्य को प्रसारित करती से महात्मा कह जाए एवं विष्णु अंशी बोली कह जाए गोटे श्लोक अच्छी जे साहित्य रसिक जेच संगीत कविता शब्द धरास्तेच महात्मना महात्मना वरणीय से वरणीय महात्मा भाव में आपण मैंने उपविष्ट अच्छा आपण मान पुनः थे नमस्कार करुँचे पहुँचे भितर मुझे गोटे आविष्कार कली आत्मविस्मृत हो जाऊँगी 1960-61 मसीह कथा आम मैंने स्कूल में पढ़ु था नीलांबरपुर उपरा स्कूल सिमिने से नुआ ही जोगदी था जड़े शिक्षक कालुरिया सी बोधे ये बसी श्रीयुक्त रमेश चंद्र साहू महाशय नमस्कार मत चिन्ह पार नी जापार नी सी बोधे से जोगदार अल्प समय पर आम स्कूल छाड़े नाम भूली जाइली निश्चय कि पुणी थे स्मृतिर आतजात होगला अनेक दिन कथा मन पड़गला सार से पिंधुले सफा धोती परिष्कार परिच्छन्न उच्च चेहरा कथा सावलील सुंदर रुचिकर एवं थे मुझे देखी से बसिक उपन्यास पढ़ती उपन्यास पढ़िया कला बोधे से समय मुझे शिखी कहून अल्प समय कहते कथा पाठ पढ़ुले खाली आज देखला मु स्मृतिर अनेक आलोचना भितर मन पकाऊँ पुणी थे नमस्कार करुँच बारंबार मोर आज लाभ संस्कृतिर विशेष आसर सार्थकता ये हूँ मोर विशेष लाभ
ଏବଂ ଯଦି ଆଜି ଆସିନଥାନ୍ତି ବୋଧହୁଏ ଏ ସୁଯୋଗ ନଷ୍ଟ କରିଦେଇଥାନ୍ତି। ତାଙ୍କ ସାଙ୍ଗରେ ସାର୍ ମନେ ପକାଇ ପାରିବେ ଥିଲେ ମିନକେତନ ସାମଲ। ସେ ସମୟରେ ସେ ସ୍କୁଲରେ ମିନକେତନ ସାର୍ ରହୁଥିଲେ ଭକ୍ତିପୁର ଗାଁର। ସେ ସ୍କୁଲରେ ଥିଲେ। ସେ ସ୍କୁଲରେ ଥିଲେ ନିତ୍ୟାନନ୍ଦ ତ୍ରିପାଠୀ ସାର୍, ଦୀନବନ୍ଧୁ କୋଟା ସାର୍। ଏମାନଙ୍କ ପାଖରେ ପାଦତଳେ ବସି ଆମେ ପାଠ ପଢ଼ୁଥିଲୁ। ସାର୍ ନୂଆ ନୂଆ ଜଏନ୍ କରିଥିଲେ। ମୋର ମନେ ପଡ଼ୁଛି କୁଞ୍ଚି ମରା ଧଳା ପରିଷ୍କାର ସଫା ଧୋତି ଏବଂ ସୁନ୍ଦର ପରିଷ୍କାର ଗଞ୍ଜି ପିନ୍ଧୁଥିଲେ। ସେତେବେଳେ କ୍ଲାସରେ ବସୁଥିଲେ। ଏଇ ସମ୍ପର୍କ ଭିତରେ ଏଇଭଳି ସ୍ମୃତି ଭିତରେ ସମ୍ପର୍କ ଭିତରେ ସାହିତ୍ୟ ବୋଲି ସୃଷ୍ଟି ହୁଏ ଏବଂ ଯେଉଁ ସାହିତ୍ୟ ତା ଭିତରେ ଜନ୍ମ ଲାଭ କରେ ଅଭିଜ୍ଞତାରୁ ସ୍ମୃତିରୁ ଏବଂ ତା ଭିତରେ ଜୀବନ ଜିଜ୍ଞାସା ଥିଲେ ସେ ସାହିତ୍ୟ ଚିରସ୍ଥାୟୀ ହେଇଯାଏ ଏବଂ ସେଇଭଳି ସାହିତ୍ୟ ସୃଷ୍ଟି କରିବା ପାଇଁ ଆପଣମାନେ ଏଠି ପ୍ରୟାସ କରୁଛନ୍ତି ନିରବରେ ଏବଂ ସମ୍ପୂର୍ଣ୍ଣ ପ୍ରକାର ପ୍ରଚାର ବିମୁଖ ଭାବରେ ଯାହାର ନେତୃତ୍ୱ ଏଠି ନେଉଥିଲେ ଆଗରୁ ଶଙ୍କର୍ଷଣ ବାବୁ, ଏବେ ନେଉଛନ୍ତି ଶ୍ରୀଯୁକ୍ତ ସତପଥୀ। ଆମେ ଆପଣଙ୍କ ସାଙ୍ଗରେ ଯୋଗ ଦେଉଛୁ ସକ୍ଷ ଭାବରେ। ଆମେ ଆପଣଙ୍କ ଦ୍ୱାରା ଅନୁପ୍ରାଣିତ ହେଉଛୁ। ଆପଣଙ୍କର ଆଜି 115ତମ ଅଧିବେଶନ କ୍ରମାନ୍ୱୟରେ ନିରବଚ୍ଛିନ୍ନ ଭାବରେ ଆପଣମାନେ ଯେଉଁମାନେ ସାହିତ୍ୟର ସାଧନା କରୁଛନ୍ତି ସେମାନଙ୍କୁ ମୁଁ ପ୍ରଣାମ କରୁଛି। ଯେଉଁମାନେ ସାହିତ୍ୟ ସାଧନା କରୁଛନ୍ତି ନିରବଚ୍ଛିନ୍ନ ଭାବରେ ଯୁଗ ଯୁଗ ଧରିକିରି, ଶହ ଶହ ବର୍ଷ ଧରିକିରି, ଆମେ କ'ଣ ସମସ୍ତଙ୍କୁ ମନେ ରଖିଛେ? ମୋ ସାର୍ ମୋତେ କହୁଥିଲେ କଲେଜରେ ପାଠ ପଢ଼ିଲା ବେଳେ ଯେ ଯେତେ ଲୋକ କବିତା ଲେଖୁଛନ୍ତି, ଆଜି ତ ହଜାର ହଜାର ସଂଖ୍ୟାରେ ଲୋକ କବିତା ଲେଖୁଛନ୍ତି, ସମସ୍ତେ କ'ଣ ଚିରଞ୍ଜୀବୀ ହେବେ? ସମସ୍ତେ କ'ଣ ମନେ ରହିବେ? ସାରଙ୍କ ଭାଷାରେ ମହାକାଳ ଗୋଟେ କୁଲା ଧରିକିରି ବସିଛି। ସେ କୁଲାରେ ଯେ ପାଛୁଡ଼ୁଛି ଅଗାଡ଼ି ଧାନ, ସେଥିରୁ ସବୁ ଉଡ଼ି ଯାଉଛି। କୁଲା କୁଲା ଧାନ ପାଛୁଡ଼ା ଭିତରେ ମୁଠେ ଅଧମୁଠେ ରହୁଛି ଧାନ। ସେ ମୁଠେ ଅଧମୁଠ ଭିତରେ ରହିଛି ଜୀବନର ପ୍ରାଚୁର୍ଯ୍ୟ, ସମ୍ଭାବନା, ଶାଶ୍ୱତ ଶକ୍ତି। ଯେଉଁମାନେ ଉଡ଼ି ଯାଉଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ, ସେମାନେ କ'ଣ ସବୁ ଅସାର ହେଇଗଲେ? ସେମାନଙ୍କର ଜୀବନରେ କୌଣସି ପ୍ରକାର ଆକାଂକ୍ଷା ନଥିଲା? ସେମାନେ ଯାହା ଯାହା କରୁଥିଲେ ସବୁ କ'ଣ ମୂଲ୍ୟହୀନ ହେଇଗଲା? କେବଳ ମୁଠେ ଚାଉଳ ବା ମୁଠେ ଧାନ କେବଳ ସବୁବେଳେ ସମସ୍ତଙ୍କର ମନେ ରହୁଥିବାରୁ ସେମାନେ କ'ଣ ମୂଲ୍ୟବାନ? ମୋର କହିବାର କଥା ହେଲା, ଆଜିକାଲି ଆମେ ଯେତେ ସବୁ କବିତା ଲେଖୁଛେ ଓଡ଼ିଆରେ, ପ୍ରତିଦିନ ହଜାର ହଜାର ସଂଖ୍ୟାରେ କବିତା ବାହାରୁଛି। କେତେ ଜଣଙ୍କ ମନେ ରଖିବା? ରାଧାନାଥ ଯୁଗ ଯେତେ ଲୋକ ସାହିତ୍ୟ ରଚନା କରିଛନ୍ତି, ରାଧାନାଥ ରାୟ, ମଧୁସୂଦନ ରାଓ, ଭକ୍ତ କବି ମଧୁସୂଦନ ରାଓ ବା ପଲ୍ଲୀ କବି ନନ୍ଦକିଶୋର ବଡ଼ ବା ବ୍ୟାସ କବି ଫକୀରମୋହନ ସେନାପତି ବା କେତେଜଣ ତାଙ୍କର କଣ୍ଟେମ୍ପୋରାରୀ ବ୍ୟତୀତ। ତା ପରବର୍ତ୍ତୀ କାଳରେ ଯେଉଁ ସତ୍ୟବାଦୀ ଯୁଗରେ ନୀଳକଣ୍ଠ ଦାସ, ଗୋଦାବର୍ଷ ମିଶ୍ର, କୃପାସିନ୍ଧୁ ମିଶ୍ର, ଏଇ କେତେଜଣଙ୍କୁ ଛାଡ଼ିଦେଲା ପରେ ଯେଉଁ ଯୁଗ ଆସିଲା ସବୁଜ ଯୁଗ, ଅନ୍ନଦା ଶଙ୍କର ରାୟ, କାଳନ୍ଦୀଚରଣ ପାଣିଗ୍ରାହୀ, ଏଙ୍କ ଯୁଗ ପରେ ଆମେ ଆସୁଛେ ଆଉ ଗୋଟେ ଯୁଗକୁ ଯାହାକୁ ଆମେ ମନେ ରଖୁଛେ। ମୁଁ ଇମ୍ପୋର୍ଟାଣ୍ଟ ଲୋକଙ୍କ କଥା କହୁଛି, କେତେ ଲୋକ ତ ଲେଖୁଛନ୍ତି, ମାୟାଧର ମାନସିଂ ଏବଂ ସଚ୍ଚିଦାନନ୍ଦ ରାଉତରାୟ ଆମେ ମନେ ରଖୁଛେ। ତାପର ଯୁଗରେ ଯେଉଁ ନୂଆ ଆରମ୍ଭ ହେଲା, ଓଡ଼ିଶାରେ ଯେଉଁ ନୂଆ ଯୁଗ ଆରମ୍ଭ ହେଉଛି, ଟି.ଏସ୍. ଇଲିଆଡଙ୍କ ପ୍ରଭାବରେ ଯେଉଁ ମଡର୍ଣ୍ଣ ଲିଟରେଚର ଆରମ୍ଭ ହେଉଛି ଓଡ଼ିଆ ସାହିତ୍ୟରେ, ଯାହାର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁପ୍ରସାଦ ମହାନ୍ତି। ତାପରେ କିଏ ଆସିବେ ଦୃଷ୍ଟିକୁ ଆପଣମାନେ ବିଚାର କରିବେ? ତାପରେ ହେଉଛନ୍ତି ଶିଳାଧାର ସ୍ରଷ୍ଟା ରମାକାନ୍ତ ରଥ। ଗୁରୁପ୍ରସାଦ ମହାନ୍ତିଙ୍କ ପରେ ରମାକାନ୍ତ ରଥଙ୍କ ଭିତରେ କ'ଣ କେହି ନାହାନ୍ତି? ବହୁତ ଅଛନ୍ତି। କିଏ ମନେ ରହିବେ? ଯେଉଁ ମହାକାଳ କଥା କହୁଥିଲି, ସବୁ ପାଛୁଡ଼ି ପକଉଛି ଯିଏ, ତା ଭିତରେ କିଏ ରହିବେ? ମଣିମୁକ୍ତ ହେଇକି ଜଣେ ଦୁଇ ଜଣ ରହିବେ,
এই ଶ୍ରୀରାଧାର ସଂସ୍ଥା ରହିବ। ମୋର ପ୍ରଶ୍ନ ଥିଲା ଯେତେ ଲୋକ ଲେଖୁଛନ୍ତି ଯେତେ ପତ୍ରିକାରେ ବାହାରୁଛି ଯଦି ସମସ୍ତେ ଅସାର ହେଇଯିବେ ଅସ୍ମରଣୀୟ ହେଇଯିବେ ତାହେଲେ କ'ଣ ଲେଖା ବନ୍ଦ ହେଇଯିବ? ସାଧନା ବନ୍ଦ ହେଇଯିବ? ପ୍ରଶ୍ନ ପଚାରିବା ବନ୍ଦ ହେଇଯିବ? ଅର୍ଥାତ୍ ସାହିତ୍ୟ ସାଧନା ଚାଲିବ। କିଏ ବଞ୍ଚିବ, କିଏ ସ୍ମରଣୀୟ ହେବ, କିଏ ଚିରସ୍ଥାୟୀ ହେବ, ଏ ପ୍ରଶ୍ନ ଅବାନ୍ତର। ସାଧନା ହେଉଛି ଏକମାତ୍ର ଧ୍ୟେୟ। সেই ସାଧନାରେ ଯେଉଁମାନେ ସେମାନେ ଶାଶ୍ୱତ ସାଧନା କରୁଥିବାରୁ ଅମୃତ ସହିତ ମିଳିତ ହେଇଥିବାରୁ ଯେଉଁ ଆନନ୍ଦତମ ସ୍ପନ୍ଦନ ତାଙ୍କ ଭିତରେ ଜାଗୃତ ହେଉଛି ତାହା ହିଁ ସତ୍ୟ। ସେଇ ସତ୍ୟ ସବୁବେଳେ ରହିବ। ସାହିତ୍ୟର ଯେଉଁମାନେ ସଂଗଠନ କରୁଛନ୍ତି ସେ ସତ୍ୟକୁ ନେଇକରି ବଞ୍ଚୁଛନ୍ତି। ସାହିତ୍ୟ ଅନୁଷ୍ଠାନ ମାନେ ସେଇ ଦୃଷ୍ଟିରୁ ସମସ୍ତଙ୍କର ପ୍ରଣମ୍ୟ ଏବଂ ଯେଉଁମାନେ ତା ସହିତ ବିଜଡ଼ିତ ସେମାନେ ମଧ୍ୟ ସମପରିମାଣରେ ନମସ୍କରଣୀୟ। ସେ ନମସ୍କରଣୀୟ ପ୍ରତିମାନଙ୍କୁ ନମସ୍କାର କରି ପୁଣି ଥରେ ଆପଣମାନଙ୍କୁ ଧନ୍ୟବାଦ ଦେଉଛି।